ଥରେ ଜଣେ ଲୋକ ଜଣେ ପୂଜାରୀକୁ କହିଲେ, ଆଚ୍ଛା ତୁମ ଜଗନ୍ନାଥ ତ ଜଗତର ନାଥ କହୁଛ, ସେ ତ ସବୁ କିଛି କରିପାରିବେ। ମୁଁ ଚାହୁଁଛି 100ଟି ସ୍ୱର୍ଣ୍ଣ ମୁଦ୍ରା ଦେବି ଏବଂ ଜଗନ୍ନାଥଙ୍କୁ ପଚାର 100ଟି ମୁଦ୍ରାର ଖାଦ୍ୟ ସେ ଯେମିତି ଏକା ଥରକେ ଖାଇବେ। କି ଖାଦ୍ୟ ଖାଇବେ ତମେ ଚିନ୍ତା କରି ମୋତେ କୁହ। ପୂଜାରୀ ଜଣକ ବହୁତ ବଡ଼ ଚିନ୍ତାରେ ପଡ଼ିଗଲେ। ସେ କହିଲେ, ଠିକ୍ ଅଛି, ମୁଁ କାଲି କହିବି। ରାତିରେ ଜଗନ୍ନାଥଙ୍କୁ ବହୁତ କାକୁତି ମିନତି ହେଇ କହିଲେ, ହେ ପ୍ରଭୁ, ମୋତେ ବାଟ ବତାଅ। ସେ ତ ତୁମକୁ ଏମିତି କହୁଛି, ତୁମର ସମ୍ମାନ ରକ୍ଷା କରିବା ପାଇଁ ହେଲେ ମୋତେ ଏହାର ଉପାୟ ନିଶ୍ଚିତ ବତେଇ ଦିଅନ୍ତୁ। ମୁଁ ତାକୁ କହି ତାଠାରୁ କେମିତି ମୁକ୍ତି ପାଇବି। ଜଗନ୍ନାଥ ତାକୁ କହିଲେ, ତୁ କାହିଁକି ବ୍ୟସ୍ତ ହେଉଛୁ? ତୁ ଯା, ତାକୁ କହିବୁ ସେ ମୋତେ ଗୋଟେ ଗଜମୁକୁତା ପାନ ଆଣିକି ଦେବ। ରାତି ପାହିଲା, ଲୋକଟି ଆସିଲା। ଲୋକଟି ବହୁତ ଅହଙ୍କାରୀ। ସେ ପଚାରିବା ମାତ୍ରେ ସଙ୍ଗେ ସଙ୍ଗେ ପୂଜାରୀ ଜଣକ କହିଲେ, ଜଗନ୍ନାଥ କହିଛନ୍ତି ତମେ ତାଙ୍କୁ ଗଜମୁକୁତା ପାନ ଖଣ୍ଡେ ଦିଅ। ଲୋକଟି ପୁରା ଆଶ୍ଚର୍ଯ୍ୟ ହେଇଗଲା। ସେ ସଙ୍ଗେ ସଙ୍ଗେ କହିଲା, ଗଜମୁକୁତା ପାନ ସେ ପୁଣି କ'ଣ? ପୂଜାରୀ ଜଣକ ତାକୁ ବୁଝେଇ ଦେଲେ ଯେ ହାତୀ ମୁଣ୍ଡରେ ମୁକ୍ତା ଥାଏ, ଆଉ ସେଇ ମୁକ୍ତାକୁ ଆଣି ଚୂନ ଭଳିଆ ପାନରେ ଲେପନ କରି ଯେଉଁ ପାନ ତିଆରି କରାଯାଏ ତାହାକୁ ଗଜମୁକୁତା ପାନ କୁହାଯାଏ। ଲୋକଟି ପୁରା ଅଡ଼ୁଆରେ ପଡ଼ିଗଲା। ସବୁ ହାତୀଙ୍କ ମୁଣ୍ଡରେ ମୁକ୍ତା ନଥାଏ। ତେଣୁ ସେ କହିଲା, ମୁଁ ତ ଗୋଟିଏ ହାତୀ କିଣିଲେ 1,00,000 ଟଙ୍କା ଦେବି। ଏମିତି କେତେ ହାତୀ କିଣିବି ଯେ କାହା ମୁଣ୍ଡରେ ଗଜମୁକୁତା ଅଛି ବୋଲି ମୁଁ ଜାଣିବି, ଆଉ ତାକୁ ମୁଁ ଗଜମୁକୁତା ଆଣି ପାନ ତିଆରି କରିକି ଦେବି। କେତେ ହାତୀ ମାରିବି ଏମିତି? ସେ ପୁରା ଅସ୍ତବ୍ୟସ୍ତ ହୋଇ ପୂଜାରୀଙ୍କ ଗୋଡ଼ ତଳେ ପଡ଼ିଗଲା। ଆଉ ପୂଜାରୀଙ୍କୁ କହିଲା, ମୋର ଭୁଲ ହେଇଯାଇଛି ଗୋସାଇଁ। ମୁଁ ଜାଣିନଥିଲି ତୁମ ଜଗତର ନାଥ ଜଗନ୍ନାଥଙ୍କର ଏତେ 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 ଶକ୍ତି ଅଛି ବୋଲି। ସାମାନ୍ୟ ଛୋଟ ଜିନିଷରେ ମୋର 100ଟି ସ୍ୱର୍ଣ୍ଣ ମୁଦ୍ରା କିଛି କାମରେ ଆସିଲା ନାହିଁ। ଧନ୍ୟ ଧନ୍ୟ ପ୍ରଭୁ। ଜୟ ଜଗନ୍ନାଥ।